जय जगन्नाथ आपको प्रज्योतिष को स्वागत। पौष मासरे पड़ुवा पुत्रदा एकादशी हिंदू धर्मर एक अत्यंत महत्वपूर्ण एकादशी बोली ग्रहण करा जायछि। एही एकादशी विशेषकर पुत्र प्राप्ति, संतान सुख, परिवारर समृद्धि और जीवनर कल्याण पई कामना करी एही एकादशी व्रत पालन करा जाए। बेले बेले होता है जे विवाहित महिला माने तांकर 4 वर्ष 5 वर्ष हेलानी संतानहीन अछंती तांको संतान सुख प्राप्त होई न थाए। से माने निराशर गोटे पथरे से अग्रगति करिथांती। तो सेही माने यदि भक्तिर सहित श्रद्धार सहित विश्वासर सहित पौष मासर पुत्रदा एकादशी व्रत करती, व्रत करने सहित भगवान विष्णुकर पूजा करती, तो ଏହା ଦ୍ୱାରା ତାଙ୍କୁ संतान सुख प्राप्त ହୋଇଥାଏ, ତାଙ୍କର ବଂଶ ବୃଦ୍ଧि ହୋଇଥାଏ। ପୁତ୍ରଦା ଏକାଦଶୀ ବର୍ଷରେ 2 ଥର ପଡ଼ିଥାଏ। ଗୋଟେ ହେଉଛି ପୌଷ ମାସରେ ଆଉ ଗୋଟେ ହେଉଛି ଶ୍ରାବଣ ମାସରେ। ତ ଏବେ ଯୋଉଟା ଆସୁଛି ପୁତ୍ରଦା ଏକାଦଶୀ ସେଟା ହେଉଛି ପୌଷ ମାସର ପୁତ୍ରଦା ଏକାଦଶୀ। ଆପଣମାନେ ନିଜେ ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖେଇ ଦେଇଛି ଖଡ଼ିରତ୍ନ ପଞ୍ଜିକାରୁ ହିଁ। ଆମର ପୌଷ ମାସର ପୁତ୍ରଦା ଏକାଦଶୀ 30 ଡିସେମ୍ବର ମଙ୍ଗଳବାର ଦିନ ପାଳନ କରାଯାଉଛି। ଆଉ ସେଦିନ ଆମର ଶାମ୍ବ ଦଶମୀ ଅଛି। ଦେଖନ୍ତୁ ଆମର ଶାମ୍ବ ଦଶମୀ ତିଥି ଆପଣଙ୍କର ସକାଳ 7ଟା 33 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ରହୁଛି। ଯେହେତୁ ଏକାଦଶୀ ତିଥି ସକାଳୁ ରହିଯାଉଛି ଆଉ ଦିନ ସାରା ଏକାଦଶୀ ତିଥି ରହୁଥିବାରୁ ସେଦିନକୁ ପୁତ୍ରଦା ଏକାଦଶୀ କହୁଛନ୍ତି। କିନ୍ତୁ ବୈଷ୍ଣବ ମତ ଅନୁସାରେ, ଯେଉଁମାନେ ବୈଷ୍ଣବ ଇସ୍କନ ମାନଙ୍କ ମତ ଅନୁସାରେ, ସେମାନଙ୍କର ପୁତ୍ରଦା ଏକାଦଶୀ 31 ଡିସେମ୍ବର ବୁଧବାର ଦିନ ପାଳନ କରାଯିବ। କ'ଣ ପାଇଁ? ଯେ ତାଙ୍କର ସୂର୍ଯ୍ୟୋଦୟର ସମୟ ଯେଉଁ ମାନେ ତାଙ୍କର ତା ପରଦିନ ହିଁ ପାଳନ କରାଯାଇଥାଏ। ତ ତେଣୁକରି ସେମାନେ ପାଳନ କରିବେ 31 ଡିସେମ୍ବର। କିନ୍ତୁ ଆମେମାନେ ଆମର ଜଗନ୍ନାଥଙ୍କ ସଂସ୍କୃତି ଅନୁସାରେ ଆମର 30 ଡିସେମ୍ବର ମଙ୍ଗଳବାର ଦିନ ହିଁ ପୁତ୍ରଦା ଏକାଦଶୀ ବ୍ରତ ପଡୁଛି। ଆପଣ ସେଦିନ କଳମ ଶାଗ ସହିତ ଶିମ୍ବ ଖାଇବା ମନା ରହିଛି। ତା ସହିତ ନିଜେ ଦେଖନ୍ତୁ, ସେଦିନ ଲେଖା ହେଇଛି ଏକାଦଶୀର ଏକଦୁଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ମଧ୍ୟ ରହିଛି। ତ 30 ଡିସେମ୍ବର ସକାଳ 7ଟା 33 ଆରମ୍ଭ ହୋଇ ଏଇ ତିଥି 31 ଡିସେମ୍ବର ଆପଣଙ୍କର ସକାଳ 5ଟା ପର୍ଯ୍ୟନ୍ତ ରହୁଛି। ତ ଯେଉଁମାନେ ପାରଣା କରିବେ, ମାନେ ମଙ୍ଗଳବାର ଦିନ ଭଗବାନଙ୍କୁ ଆପଣଙ୍କର ପୂଜା କରିବେ, ଏକାଦଶୀ ମାନେ ପର୍ବ ବା ଏକାଦଶୀ କରିବେ, ଆଉ 31 ତାରିଖ ଦିନ ପାରଣା କରିବେ। ତ ସନାତନ ଧର୍ମରେ ପୌଷ ମାସର ଏଇ ଯେଉଁ ଏକାଦଶୀଟି ବହୁତ ଅତ୍ୟନ୍ତ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ଏହି ମାସରେ କରିଥିବା ବ୍ରତ, ଜପ, ଦାନ, ତପର ଫଳ 2 ଗୁଣିତା ମିଳିଥାଏ। ପୌଷ ମାସର ପୁତ୍ରଦା ଏକାଦଶୀ ବିଶେଷ ତିଥିରେ ହୋଇଥାଏ। ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ, ତା ସହିତ ପୂଜା କରାଯାଇଥାଏ। ଏହି ଏକାଦଶୀ ସନ୍ତାନ ପ୍ରାପ୍ତି, ବଂଶବୃଦ୍ଧି, ପାରିବାରିକ ସୁଖ ଶାନ୍ତି ଶାନ୍ତିର ବହୁତ ଫଳଦାୟୀ ହେଇଥାଏ। ତେଣୁ ଏଇ ଦିନ ପୂଜାର୍ଚ୍ଚନା ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଜାପ କରିବା ଦ୍ୱାରା ଭଗବାନଙ୍କର ମାନେ ବହୁତ ଆଶୀର୍ବାଦ ମିଳିଥାଏ, ଆଉ ଜୀବନରେ ସୌଭାଗ୍ୟ ମଧ୍ୟ ମିଳିଥାଏ। ତ ପୁତ୍ରଦା ଏକାଦଶୀ ଯେଉଁମାନେ କରୁଛନ୍ତି ତାର କ'ଣ ପୂଜା ବିଧି ରହିଛି ଦେଖନ୍ତୁ। ଯେହେତୁ ଆମର ମଙ୍ଗଳବାର ଦିନ ବା 30 ଡିସେମ୍ବର ଦିନ ଆପଣଙ୍କର ଏକାଦଶୀ ତିଥି ପଡୁଛି, ତ ସୋମବାର ଦିନ ଆପଣଙ୍କୁ ଏକବାର କରିବାକୁ ପଡିବ। ଆପଣ ମୁଣ୍ଡ ଧୋଇ ଗାଧେଇବେ, ଘର ଧୁଆ ପୋଛା କରିବେ, ତା ସହିତ ଭଲ ଭାବରେ ମାନେ ଶୁଦ୍ଧପୂତ ଭାବରେ ରହିବେ, ଗୋଟେ ବେଳା ଅନ୍ନ ଭୋଜନ କରିବେ। ଏଇଟା ହେଉଛି ତାର ନିୟମ। ମାନେ ମୁଁ ଆପଣଙ୍କୁ ସର୍ଟକଟ୍ରେ କହିଦେଉଛି। ଆଉ ଯେଉଁଦିନ ଆପଣଙ୍କର ଏକାଦଶୀ ତିଥି ଅଛି ସେଦିନ ଆପଣ ପୁରା ବ୍ରହ୍ମ ମୁହୂର୍ତ୍ତରେ ଉଠି, ମାନେ ବହୁତ ଜଲ୍ଦି ଉଠିକରି ସୂର୍ଯ୍ୟୋଦୟ ପୂର୍ବରୁ ଉଠିକରି ଆପଣ କ'ଣ କରିବେ, ଆପଣଙ୍କର ମୁଣ୍ଡ ଧୋଇ ଗାଧେଇବେ। ଗାଧେଇ ସାରିଲା ପରେ ବ୍ରତର ସଂକଳ୍ପ ନେବେ। ସଂକଳ୍ପ ନେଇ ସାରିଲା ପରେ ଆପଣ କ'ଣ କରିବେ, ଯେମିତି ଗୋଟେ ମାନେ ବହୁତ ବଡ଼ ପୂଜା ନୁହେଁ, ଯେମିତି ମାନେ ଆପଣ ଗୋଟେ ସଂକଳ୍ପ ନେବେ। ସଂକଳ୍ପ ନେଇ ସାରିଲା ପରେ ଆପଣ କ'ଣ କରିବେ, ପଞ୍ଚୋପଚାର ବିଧିରେ ଆପଣଙ୍କର ଭଗବାନ ବିଷ୍ଣୁଙ୍କର ଯେକୌଣସି ଅବତାର ଆପଣଙ୍କ ପାଖରେ ଅଛି, ଆପଣଙ୍କ ଯଦି ଭଗବାନ ବିଷ୍ଣୁଙ୍କର ପ୍ରତିମୂର୍ତ୍ତି ଅଛି, ବା ଲଡୁ ଗୋପାଳ ଅଛନ୍ତି, କି ଶ୍ରୀକୃଷ୍ଣ ଅଛନ୍ତି, କି ଜଗନ୍ନାଥ ଅଛନ୍ତି, ପ୍ରଭୁ ମହାପ୍ରଭୁ ଜଗନ୍ନାଥ ଅଛନ୍ତି, ଯେଉଁ ଭଗବାନ ଅଛନ୍ତି, ତ ତାଙ୍କୁ ଆପଣ କ'ଣ କରିବେ, ପଞ୍ଚୋପଚାର ବିଧିରେ ସବୁ ଆପଣଙ୍କ ଘର ଠାକୁରଙ୍କ ସହିତ ତାଙ୍କୁ ଟିକେ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବେ।
ପଞ୍ଚୋପଚାର ବିଧିରେ ପୂଜା କରିବେ। ପଞ୍ଚୋପଚାର ବିଧିରେ ପୂଜା କରିବା ଛଡ଼ା ଆପଣ ସେଦିନ ତାଙ୍କୁ ଟିକେ ପଞ୍ଚାମୃତରେ ସ୍ନାନ କରିଦେବେ, ତାଙ୍କୁ ଅଁଳା ରସରେ ସ୍ନାନ କରିଦେବେ। ହଳଦୀ ପାଣିରେ ଆପଣ ସ୍ନାନ କରିସାରିଲା ପରେ ଶୁଦ୍ଧ ଜଳରେ ସ୍ନାନ କରିବେ। ତାଙ୍କୁ ବସ୍ତ୍ର ଅର୍ପଣ କରିବେ, ଫୁଲ, ଚନ୍ଦନ, ସିନ୍ଦୁର, ଅକ୍ଷତ। ତା ବ୍ୟତୀତ ଆପଣ ତାଙ୍କୁ ତାଙ୍କର ପ୍ରିୟ ହେଉଛି ତୁଳସୀ ପତ୍ର। ତୁଳସୀ ପତ୍ର ଅର୍ପଣ କରିବେ। ତା ବ୍ୟତୀତ ଆପଣ ଫଳମୂଳ, ଆପଣ କୌଣସି ଫଳମୂଳ ବ୍ୟତୀତ ଆପଣ କୌଣସି ବି ମିଠା ମଧ୍ୟ ଆପଣ ଅର୍ପଣ କରିପାରିବେ। ଏତିକି ମନେ ରଖିବେ ଯେ ସେଦିନ ଭଗବାନ ବିଷ୍ଣୁଙ୍କୁ ଆପଣ ତାପରେ ଦୀପ, ଧୂପ, ଝୁଣା, କର୍ପୂର ଦେଇ ପୂଜା କରିବେ। ପୂଜା କରିସାରିଲା ପରେ ଯାହା ବି ଆପଣଙ୍କର ମନ୍ତ୍ର ଜଣା ଅଛି ଭଗବାନ ବିଷ୍ଣୁଙ୍କର, ଯେକୌଣସି ମନ୍ତ୍ର ଆପଣ ଜାଣିଛନ୍ତି କି ତାଙ୍କ ସହସ୍ର ନାମ ଜାଣିଛନ୍ତି, ଯାହା ବି ଜାଣିଛନ୍ତି ଆପଣ ସେଇ ମନ୍ତ୍ର ପାଠ କରିବେ। ଯଦି ଆପଣ କିଛି ବି ଜାଣିନାହାନ୍ତି ତ ଓମ୍ ନମୋ ନାରାୟଣ କହିପାରିବେ, ନହେଲେ ଓମ୍ ନମୋ ଭଗବତେ ବାସୁଦେବାୟ କହିପାରିବେ। ତ ଆପଣଙ୍କୁ ଯାହା ବି ଜଣା ଅଛି ତ ଆପଣ ସେଇଆ ଆପଣ ମନ୍ତ୍ର ଜାପ କରିପାରିବେ। ତା ସହିତ ଆପଣ ସେଦିନ ଗୋଟେ ମାଟିର ଦୀପ ମଧ୍ୟ ଦାନ କରିପାରିବେ ଆଉ ପୂଜା କରିପାରିବେ। ତା ଛଡ଼ା ଆପଣ ଜଣା ଅଜାଣତରେ ଯଦି କିଛି ଭୁଲ କରିଦେଇଛନ୍ତି ସେ ଭୁଲ ପାଇଁ ପ୍ରାର୍ଥନା କରିବେ। ତାପରେ ଆପଣଙ୍କ ଯାହା ବି ମନୋକାମନା ଅଛି ସେ ମନୋକାମନା ଆପଣଙ୍କର କହିବେ। ତ ଏହିପରି ଭାବରେ ଆପଣ କ'ଣ କରିବେ, ପୂଜା କରିବେ ଭଗବାନ ବିଷ୍ଣୁଙ୍କର। ତା ସହିତ ଆପଣ ଚାହିଁବେ ଯଦି ସେଦିନ ତାଙ୍କର ମନ୍ଦିର ମଧ୍ୟ ଯାଇପାରିବେ। ଆପଣ ଯଦି ଭଗବାନ ବିଷ୍ଣୁଙ୍କର ମନ୍ଦିର ଯାଉଛନ୍ତି, ଭଗବାନ ଶିବଙ୍କର ମନ୍ଦିର ନିହାତି ଭାବରେ ଯାଆନ୍ତୁ, କାରଣ ହର ହରି ସମାନ। ତେଣୁ ଉଭୟଙ୍କର ମନ୍ଦିର ଯିବା ପାଇଁ ଚେଷ୍ଟା କରନ୍ତୁ। ତା ବ୍ୟତୀତ ଦିନ ସାରା ଦେଖନ୍ତୁ ଏକାଦଶୀ ତିଥିରେ ଅନ୍ନ ଭୋଜନ କରାଯାଏ ନାହିଁ କି କୌଣସି ଖାଇବା ଜିନିଷ ଯେମିତିକି ଆପଣ ପିଠା ପଣା ପିଠା, ପୁରୀ, କ୍ଷୀରି କି ଅନ୍ନ, ଖିଚିଡ଼ି ଏସବୁ ଗ୍ରହଣ କରାଯାଏ ନାହିଁ। କେବଳ ଆପଣ ଫଳମୂଳ ଆପଣ ପଣା ପିଇକରି ରହିପାରିବେ। ଆପଣ ଯଦି ନିର୍ଜଳା ଉପବାସ କରୁଛନ୍ତି ତ ଆପଣ କିଛି ବି ଖାଇବେ ନାହିଁ। ଯଦି ଆପଣଙ୍କ ଦେହ ଖରାପ ହେଉଛି, କିଛି ଖାଇବାର ଅଛି, ତାହେଲେ ଆପଣ ଫଳମୂଳ ପଣା ପିଇକରି ରହିପାରିବେ। ଯଦି ଆପଣଙ୍କର ସେମିତି ଅତିରିକ୍ତ ଦେହ ଖରାପ ହେଉଛି, ଆପଣଙ୍କୁ ମେଡ଼ିସିନ ଖାଇବାର ଅଛି, ତାହେଲେ ଆପଣ ଅନ୍ନ ବ୍ୟତୀତ ବିନା ପିଆଜ ରସୁଣ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଆପଣ ଯଦି ଖାଲି ଫଳମୂଳ ପଣା ପିଇକରି ରହିବେ ତାହେଲେ ମଧ୍ୟ ବହୁତ ଭଲ। ତ ଏହିପରି ରହିଛି ପୁତ୍ରତା ଏକାଦଶୀର କିଛି ନିୟମ। ଆଉ ତାପରେ ଆପଣ କ'ଣ କରିବେ, ଏତିକି ପୂଜା ଶେଷ କରିସାରିଲା ପରେ 31 ତାରିଖ ଆପଣ କ'ଣ କରିବେ, ବୁଧବାର ଦିନ ତାର ପାରଣା କରିବେ। ପାରଣା ମାନେ ଆପଣ କ'ଣ କରିବେ, ସକାଳୁ ଉଠିବେ, ପୁଣି ଥରେ ଉଠି ସାରିଲା ପରେ ଆପଣ ପ୍ରଥମେ କ'ଣ କରିବେ, ଯେମିତି ପଞ୍ଚୋପଚାର ବିଧିରେ ଆଉଥରେ ପ୍ରଭୁଙ୍କୁ ପୂଜା କରିବେ। ପୂଜା କରିସାରିଲା ପରେ ମନ୍ଦିର ଯିବେ। ମନ୍ଦିର ଯାଇସାରିଲା ପରେ ସେଠି ଆପଣଙ୍କ ସାମର୍ଥ୍ୟ ହିସାବରେ କିଛି ଦାନ ଦକ୍ଷିଣା କରିପାରିବେ। ତା ସହିତ ଆପଣ କୁକୁର ହେଲା କି ଆପଣଙ୍କ ଗାଈ ହେଲା ସେମାନଙ୍କୁ କିଛି ଖାଇବାକୁ ମଧ୍ୟ ଦେଇପାରିବେ। ଦେଇସାରିଲା ପରେ ତାପରେ ଆପଣ କ'ଣ କରିବେ, ତୁଳସୀ ପତ୍ର ଗୋଟେ ପାଇବେ, ଭଗବାନଙ୍କର ପ୍ରସାଦ ପାଇବେ। ପ୍ରସାଦ ପାଇସାରିଲା ପରେ ଆପଣ ସେଦିନ କ'ଣ କରିବେ, ଅନ୍ନ ଭୋଜନ କରିପାରିବେ। ଠିକ୍ ଅଛି। କିନ୍ତୁ ସେଦିନ ଆପଣ ବିନା ପିଆଜ ରସୁଣର ଖାଦ୍ୟ ଖାଇବେ। ସେଦିନ ଆମିଷ ଖାଇବେ ନାହିଁ। ଆଉ ବିନା ପିଆଜ ରସୁଣର ଖାଦ୍ୟ ଖାଇ ଆପଣ ପାରଣା ସେଦିନ କରିପାରିବେ, ମାନେ ବୁଧବାର ଦିନ ପାରଣା କରିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।